ଦେଖନ୍ତୁ କ'ଣ ଅଭିଯୋଗ ଥିଲା, କେଉଁ ଜିଲ୍ଲାରୁ ଆସିଥିଲେ, କେତେ ଦିନ ଆଣି ଆପଣ କ'ଣ ଅସୁବିଧା ହେଇଛି, ଆପଣଙ୍କର କେତେ ଟଙ୍କା ଆପଣଙ୍କର କିଏ ନେଇଛି, ସମ୍ପୂର୍ଣ୍ଣ ଭାବରେ ଟିକେ ବିବରଣୀ ରଖ। ମୋର ଗ୍ରାମବାସୀ ହେଉଛି ବିରିପତ୍ର ଗୁମୁଡ଼ିଆ ପଞ୍ଚାୟତ ପୁରୀ ଜିଲ୍ଲା। ଭୁବନେଶ୍ୱର ଗଲା ପରେ ସଂଗ୍ରା ପାଣି ଗାଇ ମୋତେ ଭେଟ ହେଲା ପରେ ଲେବର ମିସ୍ତ୍ରୀ କାମ ଆଣ 8 ନମ୍ବର କଲ୍ୟାଣ ମଣ୍ଡପ ସେଠି ଗଭର୍ଣ୍ଣମେଣ୍ଟ କାମ ଚାଲିଛି, ସେଠି କାମ କଲୁ। 170ଟା କାମ କଲା ଭିତରେ 100 ପେମେଣ୍ଟ ଦେଇଛି, 70ଟା ରହିଲେ ପେମେଣ୍ଟ ଦେଲାନି। କହିଲା ବାସିନ ସାହି ଥାନା ପଛପଟେ ମୋ କାମ ଚାଲିଛି, ତୁମେ ଆସ କାମ କଲାରେ ମୁଁ ପେମେଣ୍ଟ ଦେବି। ପେମେଣ୍ଟ ଦେବ କହି ଦେଲାନି। 120 ହେଇଗଲାଣି। ଧମ ଦେଖାଉଛି। ଧମ ଦେଖେଇକି ବର୍ତ୍ତମାନ ଫ୍ୟାମିଲି ବ୍ୟାଚେଲର ଆଉ ଯେଉଁମାନେ ବାହା ହେଇଛନ୍ତି ଆସିକି ବସିକି ରହିଛୁ। ଥାନା ଆମ କଥା ଦୁଃଖ ବୁଝୁନି। 2 ରାତି ଏଫଆଇଆର ଦେଲୁଣୁ। ବର୍ତ୍ତମାନ ଆମ କଥା ବୁଝା ଯାଉନି। ଆପଣ ଜିଲ୍ଲାପାଳ ଆଉ ଥାନା ବାବୁ ନମସ୍କାର କହୁଛି, ଆମ ଦୁଃଖ ଟିକେ ବୁଝାଯାଉ। ସେ ଲୋକ କିଏ? ସଂଗ୍ରା ପାଣି ଗାଇ ଆସିଛି ଅନୁକୂଳରୁ ପୁରୀରେ ଘର ଭଡ଼ା କରି ଅଛନ୍ତି। ସେ କେଉଁ କାମ କରନ୍ତି? ସେ କଣ୍ଟ୍ରାକ୍ଟ ଲାଇନ୍ ବେପାର କରୁଛନ୍ତି। ସ୍ତ୍ରୀ ହେଉଛି ତା ସ୍ତ୍ରୀ ନା ଲାଇସେନ୍ସ କରିଛି। ଇଏ ବର୍ତ୍ତମାନ ଲୋକ କଣ୍ଟ୍ରାକ୍ଟ ଲାଇନ୍ କରୁଛି। ତା ସ୍ତ୍ରୀ କ'ଣ ଏବେ ଦାବି କ'ଣ ଚାହୁଁଛ? ଦାବି ଚାହୁଁଛି ଲେବରମାନଙ୍କର ପଇସା ଦିଆଯାଉ। ଆଜ୍ଞା ଆପଣଙ୍କୁ ରିକ୍ୱେଷ୍ଟ କରି କହୁଛୁ, କଥା ନ ବୁଝିଲେ ସନ୍ଧ୍ୟା ସୁଦ୍ଧା ଆମେ ଥାନା ଆଗରେ ଧାରଣା ଦେଇ ବସିବୁ। ଆଜ୍ଞା ଯେତେ ଫ୍ୟାମିଲି ଆମର ବିରିପତ୍ର ଗ୍ରାମବାସୀ ଲୋକ ଆଉ ମୁଁ ଯେତେ ମେମ୍ବର ଆସୁ। ଆପଣ କେତେ ଜଣ ଆସିଛନ୍ତି? ଆମେ ଆଜ୍ଞା ଆସିଛୁ 22 ଜଣ। 22 ଜଣ। ତ ଆପଣ ବର୍ତ୍ତମାନ କେଉଁଠି ଲେବର ଅଫିସରେ ଧାରଣା ଦେବେ ନା ଥାନା ଆଗରେ? ଥାନା ଆଗରେ ଆଜ୍ଞା ଧାରଣା ଦେବୁ ଆଜ୍ଞା।